বাহ বাহ লিসা, বাহ বাহ বাহ, এই বধুবেশরে কি সুন্দর দেখা যাচ্ছে অমলিকা। এই আলিসা, এমিতি দেখা যাচ্ছে যেমিতি তু ফার্স্ট টাইম পাইয়া যাଉଛୁ। ଶାଢ଼ୀ ହବ ତ ଏମିତି ସତରେ ଲୋ ଆଲିସା। ମତେ ଯେମିତି ଲାଗୁଛି ତୁ ହଉଛୁ ଗୋଟେ ପରୀ, ଯେମିତି ଲାଗୁଛୁ ବାଲିସା। ବଧୁବେଶରେ ତ ପୁରା ତୁ କଣ୍ଢେଇ ଭଳି ଦେଖାଯାଉଛୁ। ଏସବୁ କେବଳ ତମରି ପାଇଁ ଯାଇଛି ଜିଜୁ। ତମେ ଯେମିତି କହୁଛ ମୁଁ ସେମିତି କରୁଛି। ଉଦୟକୁ ପ୍ରେମରେ ଫସାଇବା ପାଇଁ କହିଲ, ମୁଁ ସେଇଆ କଲି। ତାକୁ ବାହା ହେବାକୁ କହିଲ, ମୁଁ ରାଜି ହେଇଗଲି। ଆଉ ଏବେ ଆଜି କହୁଛ ତା ବଡ଼ ଭାଇ ଅରୁଣକୁ ବାହା ହେବା ପାଇଁ। ସେଇଥିପାଇଁ ପରା ଏ ଦେଖ ମୁଁ କନ୍ୟା ବେଶ ସାଜିକି ଆସିଛି ବା। Oh no! এই আলিসা, এই তু ক সানো ভাই को बाई था तुमे बड़ो भाई को अरे पैसा रे काम कौन अलिसा देखिब दिने राति मु तते कोटिपति सजई देवी कहीं तू होचु मो साड़ी। तू सानो भाई को बाई था तुमे बड़ो भाई को बाबू किंतु कोटिपति घर बोलो अलिसा। ए जीजू ମୁଁ ତ ଆକ୍ଟିଂ କରିବା ଲୋକ। ତମେ ଯେମିତି କହୁଛ ମୁଁ ସେମିତି ଆକ୍ଟିଂ କରୁଛି। ଆଉ ମୁଁ କାହାକୁ ବାହା ହେଲେ ଏଥିରେ ଅସୁବିଧା କ'ଣ? अलिसा तो खाली एक्टिंग कर चाल अलिसा, मेरे को पाउछ अपने पाउछ चढ़ी चढ़ी चलिबो। तो खाली एक्टिंग कर चाल, बाकी कथा मु संभाली देबी। କିନ୍ତୁ अलिसा अलिसा को तो 10 मिनट जानी सारा परे से शांति रे बंची पारिबो तो। ଆରେ ଜାଣୁ ବା, ସେ ଅନ୍ଧ ଜାଣିଲେ ମୋର କ'ଣ ଉଖାଡ଼ିବ ଯେ? अलिसा एमिति शाढ़ी पाई सारा परे मु तो निजको भावुची मो भाग्य बहुत भल। जीवन रे पुरुष जाति रे सब पुरुष को एमिति शाढ़ी मिलो तो अलिसा सुन এই কথা যেমিতি এই ঘর ভিতরে কেহি বি ন জানতো, এই ঘর লোক যদি জানতি তাহলে আমি ଦି ଜଣ বড় লোক ହେଇ ପାରିବାନି ଲୋ আলিসা। ଆମ ଭିତରେ ମୋର ଟେନସନ୍ ବଢ଼ିବ, ତେଣୁ ତୁ ଆକ୍ଟିଂ କରିବୁ ଯେମିତି କେହି ନ ଜାଣନ୍ତୁ। ଶୁଣ ଶୁଣ ଏବେ ଯେମି ତୋ ପାଇଁ ଗୋଟେ ଡୁପ୍ଲିକେଟ୍ ବାପା ବାହାର କରିବାକୁ ହବ, ନିହାତି ଯୋଗାଡ଼ କରିବାକୁ ହବ। ଡୁପ୍ଲିକେଟ୍ ବାପା ନିହାତି ଯୋଗାଡ଼ କରିବାକୁ ହବ। ତାହେଲେ ଆସୁଛି ଆଲିସା। ବାଇ ବାଇ ଇ ଆଲିସା ଚଉଠି ରାତି ଆଜି ମୋ ଶାଳୀ ଆଲିସାର ହବ ଚଉଠି ରାତି। ମଜିଜର କି ପ୍ଲାନ୍ ମୋ? ଆରେ ଦେଖ ତା ପାଇଁ ମୁଁ ବଡ଼ ଘରର ବୋଉ ଆଉ ନୂଆ ବର ନୂଆ ଘର। ବାପରେ ବାପ କି ମଜା! अलिसा तबे कुआड़ जीवाक बाहर चलो कौन ମାନେ କଥା କ'ଣ କି ମୁଁ ମାର୍କେଟ ଯିବା ପାଇଁ କିଛି ଜିନିଷ କିଣିବା ପାଇଁ ମାର୍କେଟ ଯାଉଛି ବା। କିନ୍ତୁ अलिसा ଆମ ଘର ପାଖ ଲୋକମାନେ କହିଥିଲେ अलिसा ତମେ ରାଜକୁମାରୀ ପରି ସଜାଇଛୁ ବୋଲି। ଏହି କଥା କ'ଣ ସତ अलिसा? ଆରେ କିଏ କହିଲା ବା? ଆରେ କିଏ କହିଲା ବା? କହିବା ପୂର୍ବରୁ ତା ଜୀବ ଚିଣ୍ଡି ଗଲାଣି କାହିଁକି? ଆରେ ଦେଖୁନ ମୁଁ କେମିତି ଚିରା ଶାଢ଼ୀ ଫଟା ବ୍ଲାଉଜ ପିନ୍ଧିକି ମାର୍କେଟ ଯାଉଛି। ଆରେ ତମେ ତ କିଛି ଦେଖିପାରୁନ, ଆଉ କେମିତି ଜାଣିବ ଯେ? କିନ୍ତୁ अलिसा ଆଜି ମତେ କେମିତି କେମିତି ଲାଗୁଛି अलिसा? ମତେ ଲାଗୁଛି ତ ମତେ ଛାଡ଼ି କୁଆଡ଼େ ଚାଲି ଯାଉଛ। ଆରେ ଏମିତି କ'ଣ ଭାବୁଛ ମ? ମୁଁ ପରା ତମକୁ ଭଲ ପାଇ ବାହା ହେଇଛି, ଆଉ ମୋ ସ୍ୱାମୀକୁ ଛାଡ଼ି
ମୁଁ କୁଆଡ଼େ ଚାଲିଯିବି ନାଇଁ ବା ମୁଁ ତୁମକୁ ଛାଡ଼ି କୁଆଡ଼େ ବି ଯିବିନି ହେଲା। କିନ୍ତୁ ମୋ ମନଟା ଜମା ବୁଝୁନି ଲୋ ଆଲିସା। ହଁ ବୁଝୁନି। ଏଇ ଏମିତି କ'ଣ ହଉଛ ମୋ ପୁଚୁ ମୋ ଗେଲୁ ମୋ ଧନ ଏମିତି ହନି ହେଲା। ମୁଁ ତୋତେ ଛାଡ଼ି କୁଆଡ଼େ ଯିବିନି, ତୋ ପାଖରେ ରହିବି ସବୁଦିନ ହେଲା। ତୋର ଯତ୍ନ କରିବି, ତୁ ଯା ଟିକେ ରେଷ୍ଟ ନେବୁ ହେଲା। ତୁ ঠিক କହିଛୁ ଅମର, ତୁ ଠିକ କହିଛୁ। ଆରେ ତୋତେ ଛାଡ଼ି ସବୁଦିନ ପାଇଁ ଚାଲି ଯାଉଛି। ଆରେ ତୋ ପରି ଅନ୍ଧ ପାଖରେ ରହି ମୁଁ କ'ଣ କରିଥାନ୍ତି। ସେଇଥିପାଇଁ ମୁଁ ଅରୁଣକୁ ବାହା ହେବି, ବଡ଼ ଘର ରାଣୀ ହେବି, ରାଜରାଣୀ।